ଲକ୍ଷ୍ୟସ୍ଥଳରେ ଉପନୀତ ହେବା ପାଇଁ ଶେଷରେ ବିଶ୍ୱାମିତ୍ରଙ୍କ କଥାରେ ରାଜି ହୋଇ ପୌଷ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବିଦ୍ୟାପତି ଲଳିତାଙ୍କ ବାଣୀ ଗ୍ରହଣ କଲେ। ବିବାହ ପରେ ଉଭୟ ଅତି ଆନନ୍ଦରେ ଦିନ କାଟିବାକୁ ଲାଗିଲେ। କିଛି ଦିନ ଅନ୍ତେ ବିଦ୍ୟାପତି ଲଳିତାଙ୍କର ରୂପ ଲକ୍ଷଣକୁ ଲକ୍ଷ୍ୟ ରଖି ପଚାରିଲେ, ପ୍ରିୟେ, ତମେ ତ ସବରକନ୍ୟା ପରି ଦିଶୁନା। ଏହା ଶୁଣି ଲଳିତା କହିଲେ, ମୁଁ ସ୍ୱର୍ଗର ଅପ୍ସରା, କିପରି ଏ ମର୍ତ୍ତ୍ୟମଣ୍ଡଳକୁ ଆସିଲି ଏ କଥା ମୋତେ ଜଣା ନାହିଁ। ବିଦ୍ୟାପତି ଏହା ଶୁଣି କହିଲେ, ପ୍ରଭୁ ମାଧବ ମୋ ପାଇଁ ଏସବୁ ଲୀଳା କରିଛନ୍ତି। କିଛି ଦିନ ଅନ୍ତେ ବିଦ୍ୟାପତି ଲଳିତାଙ୍କୁ ଏକାନ୍ତରେ ପଚାରିଲେ, ପ୍ରାଣପ୍ରିୟ, ତୁମର ପିତା ସକାଳୁ କେଉଁଆଡ଼େ ଯାଉଛନ୍ତି ଏବଂ ଫେରିଲା ବେଳେ ତାଙ୍କ ଦେହରେ ଚନ୍ଦନ କର୍ପୂରର ସୁବାସ, ଏସବୁର କାରଣ ପ୍ରକାଶ କର ପ୍ରିୟ। ସ୍ୱାମୀଙ୍କର କଥାକୁ ଭାଙ୍ଗି ନ ପାରି ଲଳିତା କହିଲେ, ମୋର ପିତା ହେଉଛନ୍ତି ଏ ବନର ରାଜା। ପ୍ରତ୍ୟେକ ଶ୍ରୀନୀଳମାଧବଙ୍କ ପୂଜା ପାଇଁ ସେ ଯାଆନ୍ତି ଏବଂ ଜୀବିକା ନିର୍ବାହ ପାଇଁ ପ୍ରସାଦ ଆଣିଥାନ୍ତି। ଏ କଥା ଶୁଣି ବିଦ୍ୟାପତି ମନେ ମନେ ଭାବିଲେ,